ଜୟ ଜଗନ୍ନାଥ। ଆଶା କରୁଛି ସମସ୍ତେ ଭଲରେ ଥିବେ। ଭଗବାନଙ୍କ କୃପା ସମସ୍ତଙ୍କ ଉପରେ ଥାଉ। 2025 ସରିଲା, 2026ର ଆଗମନ। ବହୁତ ଛୁଆ ପଢ଼ିବାକୁ ଆସିଛନ୍ତି ପାଖକୁ। ପାଖାପାଖି 3 ବର୍ଷର ପଢ଼େଇବାର ଏକ୍ସପିରିଏନ୍ସ। ତା ପୂର୍ବରୁ ତ ବହୁତ ପଢ଼େଇଛି, ମଝିରେ କିଛି ସମୟ ଗ୍ୟାପ୍ ହେଇଯାଇଥିଲା। ପାଖାପାଖି 3 ବର୍ଷର ଯେଉଁ ପଢ଼େଇବାର ଏକ୍ସପିରିଏନ୍ସ ଭିତରେ ଗୋଟେ ଛୁଆ ଯେତେବେଳେ ପାଖକୁ ପଢ଼ିବାକୁ ଆସେ, କାହିଁକି କେଜାଣି କେଉଁ ଟିଚର କଥା କହିପାରିବିନି, ମୋ ମନରେ ଭାରି ବ୍ୟସ୍ତ ଟିକେ ଲାଗେ। ଛୁଆଟି କେମିତି ପଢ଼ିବ, ଟିକେ ଡେଭଲପମେଣ୍ଟ କେମିତି ଭଲ ହେବ, ତା ପରିବାର ଲୋକ ଟିକେ ଖୁସି ହେବେ, ସେ ଟିକେ ଚାକିରି ପାଇବ, ତା ପରିବାର ବି ଭଲରେ ଚଳିବ, ଏଇ ଚିନ୍ତାଟା ଟିକେ ମୋତେ ଟିକେ ଲାଗେ। ସେଇ ଅନୁସାରେ ମୁଁ ପଛରେ ଲାଗି ପଡ଼େ, କେମିତି ସେ ଭଲ କରନ୍ତୁ। ଏ କିଛି ଦିନ ହେଲା ମୁଁ ୟୁଟ୍ୟୁବ ବି ଷ୍ଟାର୍ଟ କଲି। ବହୁତ ସାରା ଭଲ ପାଇବା ଛୁଆଙ୍କର ମିଳିଛି, ସେଥିଲାଗି ଭାରି ଖୁସି ବି ଲାଗିଛି। ଆଉ ଗୋଟିଏ ଭଗବାନଙ୍କ ନିକଟରେ ସମସ୍ତଙ୍କ ପାଇଁ ପ୍ରାର୍ଥନା କରିବି କି 26 ମସିହାରେ ଯେତେ ବି ଛୁଆ ମୋ କତିରେ ଯିଏ ପଢ଼ୁଛନ୍ତି, ବାହାରେ ବି ପଢ଼ୁଛନ୍ତି, ପ୍ରିପାରେସନରେ ଯେଉଁମାନେ ଅଛନ୍ତି, ସମସ୍ତଙ୍କର ମନସ୍କାମନା ପୂର୍ଣ୍ଣ ହେଉ, ସମସ୍ତେ ଭଲ ଭଲ ଚାକିରି କରନ୍ତୁ, ଭଲ ଜାଗାରେ ରୁହନ୍ତୁ, ପରିବାର ଲୋକ ଟିକେ ଖୁସି ହୁଅନ୍ତୁ, ଓଡ଼ିଶାରେ ବେରୋଜଗାରୀଙ୍କର ମାତ୍ରା ଟିକେ କମୁ, ଏତିକି ଭଗବାନଙ୍କ କତିରେ ନୂତନ ବର୍ଷ ପାଇଁ ପ୍ରାର୍ଥନା। ସମସ୍ତଙ୍କୁ ମୋ ତରଫରୁ, ଏଇ MBIT କମ୍ପିଟିଟିଭ୍ କ୍ଲାସ୍ ତରଫରୁ ସମସ୍ତଙ୍କୁ ନୂତନ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଆଉ ଶୁଭେଚ୍ଛା।